ଏବେ ଆସୁଛି ମୁଖ୍ୟ ଖବର। ବାଲେଶ୍ୱର ହିଂସା ଘଟଣା, ଗଣ୍ଡଗୋଳକାରୀଙ୍କ ଗିରଫ ସଂଖ୍ୟା 63 କୁ ବୃଦ୍ଧି ହୋଇଛି। କ'ଣ ରହିଛି ସମ୍ପୂର୍ଣ୍ଣ ଖବର ତ ଜାଣିବା। ତା ଆଗରୁ ଆମ ଭିଡ଼ିଓକୁ ଗୋଟିଏ ଲାଇକ୍ କରି ଆଗକୁ ଏହିପରି ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ ଆପଣ କେଉଁ ଜିଲ୍ଲାରୁ ଆମ ଭିଡ଼ିଓକୁ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ବାଲେଶ୍ୱର ହିଂସା ଘଟଣା, ଗଣ୍ଡଗୋଳକାରୀଙ୍କ ଗିରଫ ସଂଖ୍ୟା 63 କୁ ବୃଦ୍ଧି। ବାଲେଶ୍ୱର ହିଂସା ଘଟଣାରେ ଗିରଫ ସଂଖ୍ୟା 63 କୁ ବୃଦ୍ଧି। ସିସିଟିଭି ଆଧାରରେ ଗଣ୍ଡଗୋଳକାରୀଙ୍କୁ କରାଯାଉଛି ଚିହ୍ନଟ। ପୋଲିସ ସହଯୋଗରେ ଜରୁରୀ ସେବା ଜାରି ରହିଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ବର୍ତ୍ତମାନ ସୁଦ୍ଧା କର୍ଫ୍ୟୁ ବଳବତ୍ତର ରହିଥିବା କହିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ। ପରିସ୍ଥିତିକୁ ନେଇ ପ୍ରଶାସନ ଅନୁଧ୍ୟାନ କରୁଛି। ଆଜି ସନ୍ଧ୍ୟାରେ ପୁଣି ସାମ୍ପ୍ରତିକ ପରିସ୍ଥିତି ଉପରେ ଅନୁଧ୍ୟାନ କରାଯାଇ କର୍ଫ୍ୟୁ ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ସେପଟେ କଡ଼ା ସୁରକ୍ଷା ବଳରେ ବାଲେଶ୍ୱର ଆସନ୍ତାକାଲି ସକାଳ 10ଟା ଯାଏଁ ବ୍ରଡବ୍ୟାଣ୍ଡ, ମୋବାଇଲ ଇଣ୍ଟରନେଟ୍ ଓ ଡାଟା ସର୍ଭିସ ବନ୍ଦ ରହିବ। ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୌରପାଳିକ ଅଞ୍ଚଳରେ ଆଜି ମଧ୍ୟରାତ୍ରି ଯାଏଁ କର୍ଫ୍ୟୁ ଲାଗୁ ହୋଇଛି। 45 ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି। ଆଜି ସନ୍ଧ୍ୟାରେ ବାଲେଶ୍ୱରରେ 3 କମ୍ପାନୀ ବିଏସ୍ଏଫ୍ ମୁତୟନ ହେବେ। କିଛି ବର୍ଗଙ୍କ ପାଇଁ କର୍ଫ୍ୟୁଙ୍କ କୋହଳ କରାଯାଇଛି। ପରୀକ୍ଷା ଦେବାକୁ ଯାଇଥିବା ପରୀକ୍ଷାର୍ଥୀ, ସରକାରୀ ଅଧିକାରୀ ଓ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ବୈଧ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଗୋଷ୍ଠୀ ସଂଘର୍ଷ ପରେ ବାଲେଶ୍ୱର ସହରରେ ପୁଲିସ ଛାଉଣି। କର୍ଫ୍ୟୁ ସମୟରେ ଜନସାଧାରଣଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି।